ରାସୋଳ ଉଚ୍ଚ ବିଦ୍ୟାଳୟର 1994 ମସିହା ମାଟ୍ରିକ ପାସ୍ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିଳନ। ସାପୁଆ ବଣଭୋଜି ସ୍ଥଳରେ ଏକାଠି ହେଲେ 1994 ମସିହାର ରାସୋଳ ମାଟ୍ରିକ ପାସ୍ ଛାତ୍ରଛାତ୍ରୀ। ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଦଣ୍ଡରୀ ପଞ୍ଚାୟତ ଅନ୍ତର୍ଗତ ବଣଜଙ୍ଗଲ ଘେରା ପ୍ରାକୃତିକ ପରିବେଶର ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାପୁଆଠାରେ ରାସୋଳ ଉଚ୍ଚ ବିଦ୍ୟାଳୟର 1994 ମସିହାର ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିଳନ ଅବସରରେ 50ରୁ ଉର୍ଦ୍ଧ୍ୱ ସପରିବାରରେ ଉପସ୍ଥିତ ରହି ସାପୁଆର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ବଣଭୋଜିର ମଜା ନେଇଥିଲେ। ଦୀର୍ଘ 32 ବର୍ଷ ପରେ ପ୍ରଥମ ଥର ପାଇଁ ସମସ୍ତେ ଏକାଠି ହୋଇଥିବାରୁ ପରସ୍ପର ଭିତରେ ବନ୍ଧୁତାର ଭାବ ବାରି ହୋଇ ପଡୁଥିଲା। ସମସ୍ତେ ନିଜର କର୍ମମୟ ଜୀବନ ଭିତରୁ ବାହାରି ହର୍ଷୋଲ୍ଲାସ ନାଚ ଗୀତ ମଧ୍ୟରେ ଆଜିର ଦିନଟି ସମୟ ଅତିବାହିତ କରିଥିବାରୁ ସମସ୍ତଙ୍କ ପାଇଁ ଦିନଟି ଅତି ସୁନ୍ଦର ସ୍ୱତନ୍ତ୍ର ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଏହି ବନ୍ଧୁ ମିଳନ ଯଦିଓ ବହୁତ ଦିନ ପରେ ହୋଇଛି ଏବଂ ପ୍ରଥମ ଥର ପାଇଁ ହୋଇଛି, କିନ୍ତୁ ଏହି ବନ୍ଧୁ ମିଳନ ଉତ୍ସବ ଆଗାମୀ ବର୍ଷ ମାନଙ୍କରେ ଜାରି ରହିବ ବୋଲି 1994 ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନେ କହିଛନ୍ତି। ଆଜିର ଏହି ବନ୍ଧୁ ମିଳନରେ ସରୋଜ କୁମାର ସାହୁ, ରମେଶ ଧର, ଗଦାଧର ସାହୁ, ରମେଶ କୁମାର ସାହୁ, ଅଜିତ ସାହୁ, ନିରଞ୍ଜନ ବେହେରା, କେଶବ ସାହୁ, ତାପସ ରଞ୍ଜନ ମିଶ୍ର, ନିରଞ୍ଜନ ନାୟକ, ରଞ୍ଜନ ଧର, ଅଜିତ ପତି, ଦେବଦତ୍ତ ସାହୁ, ରଙ୍ଗାଧର ସାହୁ, ଲୁନା ସର, ପ୍ରଦୀପ ପଟ୍ଟନାୟକ, ବବି ଚିନେରା, ସୁଜାତା ପଟ୍ଟନାୟକ, ମିନତୀ ସାହୁ, ନୟନା ସାହୁ, ଲୋଭା ସାହୁ, ଟଙ୍କଧର ସାହୁ, ପରମାନନ୍ଦ ସାହୁ, ବୀରେନ ସାହୁ ଓ ଅଜିତ ନାୟକ ଯୋଗଦାନ କରିଥିଲେ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ମୁଁ ସୁଜାତା ପଟ୍ଟନାୟକ। ଆମମାନଙ୍କର 94 ବ୍ୟାଚର ଗୋଟେ ଗେଟ୍ ଟୁଗେଦର ଆଜି ଅନୁଷ୍ଠିତ ହୋଇଛି, ଯାହାକି ଆମେ 94ରୁ 2026 ଯାଏଁ ଯେଉଁ ଏଇ ଆମର ଏତେ ଦିନର ଗ୍ୟାପ୍ ଭିତରେ ଆମେ ଆଜି ସବୁ ଏକାଠି ହୋଇଛୁ। ସେଥିପାଇଁ ଆମକୁ ବହୁତ ଖୁସି ଲାଗୁଛି। ଆଉ ଏଥିରେ ଯଦିଓ ଆମେ ସମସ୍ତେ ଇନଭଲ୍ଭ ହେବୁ ଭାବିଥିଲୁ, କିନ୍ତୁ କାହାର ସୁବିଧା ଅସୁବିଧା ସେଥିପାଇଁ କିଏ ଆସିପାରିଛନ୍ତି କିଏ ଆସିପାରିନାହାନ୍ତି, ତଥାପି ଆମେ ବହୁତ ଖୁସି ଅଛୁ। ଆଉ ଗୋଟେ ଜିନିଷ ହେଉଛି, ଯେଉଁମାନେ ନ ଆସିଛନ୍ତି ମଧ୍ୟ ସେ ବାର ଆମକୁ ଫୋନ୍ କରୁଛନ୍ତି, ସେ ପ୍ରୋଗ୍ରାମ୍ କେମିତି ଚାଲିଛି, କେମିତି ହେଉଛି, କ'ଣ ହେଉଛି। ସେ ଯଦିଓ ସେ ନ ଆସିପାରିଛନ୍ତି, କିନ୍ତୁ ତାଙ୍କ ମନଟା ଏଇଠି ଅଛି। ତେଣୁ ସବୁଠୁ ଖୁସିର ବିଷୟ, ଏତେ ଦିନ ପରେ ଆମେ ସମସ୍ତଙ୍କ ସହିତ ଏକାଠି ହେଇଛୁ, ଦେଖା ବି ହେଉଛୁ, ଆଉ ବହୁତ ମଜା ମସ୍ତି କରୁଛୁ। ସବୁ ବର୍ଷ ଏମିତି ଆମେ ଭାବୁଛୁ, ସବୁ ବର୍ଷ ଏମିତି ଗେଟ୍ ଟୁଗେଦର କରିବୁ, ଆଉ ଏମିତି ଆମର ଚାଲିବ ବୋଲି ଏଇଟା ଆମେ ଭାବିଛୁ। 94 ବ୍ୟାଚ୍ର ସବୁ ସାଙ୍ଗମାନେ ଆଜି ଏଇଠି ଏକାଠି ହେଇଛୁ। ଆଉ 94ରୁ 26 ଏଇ ଗ୍ୟାପ୍ ଭିତରେ ଆଜି ଆମେ ସମସ୍ତେ ଏକାଠି, ମାନେ ସମସ୍ତଙ୍କ କାମ ଇଏ ଛାଡ଼ିକିରି ସବୁ ଏକାଠି ହେଇଛୁ। ଏଇଟା ବହୁତ ଖୁସିର ମାନେ ସମୟ, ଆଉ ଦିନ ବି, ଆଉ ବହୁତ ଖୁସି ଲାଗୁଛି। ଆଉ ସମସ୍ତେ ବି ବହୁତ ଏନ୍ଜୟ କରୁଛନ୍ତି। ଆଉ ଏଇ ଜାଗାଟା ବି ବହୁତ ଭଲ ହେଇଛି। ଏ ରାସୋଳ ସାପୁଆ ଡ୍ୟାମ୍, ଆଉ ଇଏ ଗୋଟେ ପର୍ଯ୍ୟଟନ ସ୍ଥଳୀ। ଆଉ ସମସ୍ତେ ବି ଏଠି ବହୁତ ପର୍ଯ୍ୟଟକ ମାନେ ବି ଆସୁଛନ୍ତି ଏନ୍ଜୟ କରିବା ପାଇଁ, ପିକନିକ୍ କରିବା ପାଇଁ, ଯାହାର ଯାହା ବି ସେମିତି ଆସୁଛନ୍ତି ମଝିରେ ମଝିରେ ବୁଲି। ଆଜି ବି ଆମର ଷ୍ଟାର୍ଟରରେ ହେଇଥିଲା ଚିକେନ ପକୋଡ଼ା, ଅଣ୍ଡା ସିଝା, ଆଉ ମାଛ ଭଜା, ପକୋଡ଼ି, ସୁଇଟିକର୍ନ, ଏଇସବୁ ହେଇଛି। ଆଉ ତାପରେ ମେନ୍ ଇଏ ତ କିଛି ବି ମଟନ୍, ଆଉ କ'ଣ ଏମିତି ସବୁ ହେଇଛି। ମଟନ୍, ପନିର, ଡାଲି, ପାମ୍ପଡ଼ ଏଇସବୁ କରାହେଇଛି। ସେଗୁଡ଼ା ମାନେ ଏପର୍ଯ୍ୟନ୍ତ ବି ଷ୍ଟାର୍ଟ ହେଇନି। ବହୁତ ଖୁସି ଲାଗୁଛି ଏ ଜାଗାକୁ ଆସି, ବହୁତ ମଜା ଲାଗୁଛି। ଆମେ ଏନ୍ଜୟ କରୁଛୁ।